আজি আসন্তু आमे ख्रीष्ट आंगसांग एवं भविष्यवाणी एही विषय अंतर्गत परमेश्वरଙ୍କ ବାକ୍ୟର ଭାଗ କରିବା। ଖ୍ରୀଷ୍ଟ आंगसांगଙ୍କ ବିଷୟରେ ବାଇବେଲରେ କେଉଁ ଭବିଷ୍ୟବାଣୀ ଗୁଡ଼ିକ ଅଛି? ଆସନ୍ତୁ ଆମ୍ଭେ ଏହା ଦେଖିବାର କିଛି ସମୟ ନେବା କି ଭାବବାଦୀମାନେ ଖ୍ରୀଷ୍ଟ आंगसांगଙ୍କ ବିଷୟରେ କେମିତି ସାକ୍ଷ୍ୟ ଦେଲେ, ଯିଏ ନୂତନ ନିୟମର ସମସ୍ତ ସତ୍ୟକୁ ଯାହା ନଷ୍ଟ କରାଯାଇଥିଲା ପୁନଃସ୍ଥାପିତ କଲେ ଏବଂ ଏହି ଭବିଷ୍ୟବାଣୀ ଅନୁସାରେ ପୃଥିବୀରେ ରହି ଓ ଭବିଷ୍ୟବାଣୀ ଅନୁସାରେ ସ୍ୱର୍ଗକୁ ଗଲେ। ଆସନ୍ତୁ ଆମ୍ଭେ ମାଥିଉ ଅଧ୍ୟାୟ 26 ଉପରେ ଏକ ନଜର ପକାଇବା। ଅଧ୍ୟାୟ 26 ପଦ 51। ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟି ପକାଇଲେ। ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭର ଖଡ଼ଗ ପୁନର୍ବାର ସ୍ୱସ୍ଥାନରେ ରଖ, କାରଣ ଯେଉଁମାନେ ଖଡ଼ଗ ଧାରଣ କରନ୍ତି ସେ ସମସ୍ତେ ଖଡ଼ଗ ଦ୍ୱାରା ବିନଷ୍ଟ ହେବେ। ଅଥବା ତୁମେ କ'ଣ ମନେ କରୁଅଛ ଯେ ମୁଁ ମୋହର ପିତାଙ୍କୁ ବିନତି କରିପାରେ ନାହିଁ ଓ ସେ ଏହି କ୍ଷଣି ମୋ ନିମନ୍ତେ 12 ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇ ଦେବେ ନାହିଁ? ତେବେ ଏହି ପ୍ରକାର ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କିପରି ସଫଳ ହେବ? ଯେତେବେଳେ ଆପଣ ଏଠାରେ ଦେଖିବେ, ଯୀଶୁ ପଦ 54ରେ କହିଲେ, ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କିପରି ସଫଳ ହେବ? ଯଦି ମୁଁ ବିନତି କରେ ତେବେ ସ୍ୱର୍ଗଦୂତଙ୍କ 12 ବାହିନୀ ଅପେକ୍ଷା ଅଧିକ ଆସିବେ ଓ ଯେଉଁମାନେ ମୋ ବିରୁଦ୍ଧରେ ଅଛନ୍ତି ସମସ୍ତଙ୍କୁ ବିନାଶ କରିବେ। ତେବେ ତୁମମାନଙ୍କର ପାପ ନିମନ୍ତେ ତୁମମାନଙ୍କ ବଦଳରେ କିଏ ଆସି କ୍ରୁଶରେ ଯନ୍ତ୍ରଣାକୁ ଉଠାଇବାର ଭବିଷ୍ୟବାଣୀକୁ ପୂରା କରିବେ? ଆସନ୍ତୁ ଆମ୍ଭେ ପଦ 55 ସହିତ ଜାରି ରଖିବା। ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, ଡକାୟତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମେମାନେ କ'ଣ ମୋତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମେମାନେ ମୋତେ ଧରିଲ ନାହିଁ। ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥି ନିମନ୍ତେ କ'ଣ ଏ ସମସ୍ତ ଘଟିଅଛି? ଯେତେବେଳେ ଆମ୍ଭେ ମାଥିଉ ଅଧ୍ୟାୟ 26ରେ ଏହି ଦୃଶ୍ୟକୁ ଦେଖୁ, ତେବେ ଆମ୍ଭେ ବୁଝିପାରିବା କି ବାଇବେଲରେ ଲେଖାଯାଇଥିବା ଭବିଷ୍ୟବାଣୀ ନିଶ୍ଚିତ ଭାବରେ ପୂରା ହେବ, ହଁ ନା? ଏଥିପାଇଁ ଯେତେବେଳେ ଯୀଶୁ ପ୍ରେରିତ ଯୋହନଙ୍କୁ ସତ୍ୟର ପ୍ରକାଶ ଦେଲେ, ତେବେ ସେ ଶେଷ ଦୃଶ୍ୟରେ ଏହି ସମସ୍ତ ବାକ୍ୟକୁ ଛାଡ଼ିଥିଲେ। ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 18କୁ ଯିବା। ଯେଉଁମାନେ ଏହି ପୁସ୍ତକର ଭାବବାଣୀ ସବୁ ଶ୍ରବଣ କରନ୍ତି ସେମାନଙ୍କର ପ୍ରତ୍ୟେକ ଜଣଙ୍କୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହି ସବୁ ସଙ୍ଗରେ କିଛି ଯୋଗ କରେ ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ୱର ତାହା ପ୍ରତି ଘଟାଇବେ। ପୁଣି କେହି ଯଦି ଏହି କେଉଁ ପୁସ୍ତକ? ଭାବବାଣୀର ପୁସ୍ତକ। ବାଇବଲ ଭାବବାଣୀର ପୁସ୍ତକ। ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ ତେବେ ଈଶ୍ୱର ଏହି ପୁସ୍ତକରେ ଲିଖିତ ଜୀବନ ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ। ଏଥିରେ କୁହାଯାଇଅଛି ଯେ କେହି ମଧ୍ୟ ଭାବବାଣୀର ବାକ୍ୟରେ ଯାହା ବାଇବେଲରେ ଲେଖାଯାଇଅଛି କିଛି ବୃଦ୍ଧି କିମ୍ବା ହ୍ରାସ ହୋଇପାରିବ ନାହିଁ। ଅନ୍ୟ ଅର୍ଥରେ ଯାହା କିଛି ଭବିଷ୍ୟବାଣୀ କରାଯାଇଅଛି ତାହା ଅନୁସାରେ ସବୁକିଛି ସଫଳ ହେବା ଉଚିତ, ଆଉ ନିଯୁକ୍ତ ବ୍ୟକ୍ତିଙ୍କୁ ସବୁକିଛି ପୂରା କରିବା ପାଇଁ ନିଯୁକ୍ତ ସମୟରେ ପ୍ରକଟ ହେବା ଦରକାର। ତେବେ ଆଜି ଆସନ୍ତୁ ବାଇବଲ ମାଧ୍ୟମରେ ଏହାକୁ ନିଶ୍ଚିତ କରିବା କି ଆମ୍ଭମାନଙ୍କ ପିତା ଖ୍ରୀଷ୍ଟ ଆଂସାଂଗ ଅନ୍ୟମାନଙ୍କ ପାଇଁ ନୁହେଁ, କିନ୍ତୁ ଆପଣା ସନ୍ତାନମାନଙ୍କର ଉଦ୍ଧାର ନିମନ୍ତେ ଏହି ପୃଥିବୀକୁ ଆସିଲେ, ଆଉ ସେ ନୂତନ ନିୟମର ସମସ୍ତ ସତ୍ୟକୁ ପୁନଃସ୍ଥାପିତ କଲେ ଯାହା ନଷ୍ଟ ହୋଇଥିଲା। ଆସନ୍ତୁ ଆମ୍ଭେ ଦେଖିବା କି ତାଙ୍କ ଜୀବନର ସମସ୍ତ ଭାଗ ଭବିଷ୍ୟବାଣୀ ଅନୁସାରେ ଥିଲା। ଆସନ୍ତୁ ଆମ୍ଭେ ଏବ୍ରୀ ଅଧ୍ୟାୟ 9 ଉପରେ ଏକ ନଜର ପକାଇବା। ପଦ 27। ଆଉ ତାହାପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ କେତେଥର? ଦ୍ୱିତୀୟ ଥର ପାପ ସକାଶୁ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ଯୀଶୁ ପ୍ରଥମ ଥର 2000 ବର୍ଷ ପୂର୍ବେ ଏହି ପୃଥିବୀକୁ ଆସିଥିଲେ, ଆଉ ଏହା ଭବିଷ୍ୟବାଣୀ କରାଯାଇଅଛି କି ସେ ଏହି ଅନ୍ତିମ ଯୁଗରେ ଦ୍ୱିତୀୟ ଥର ଆସିବେ।
ଯଦି ତାଙ୍କ ପରିତ୍ରାଣର କାର୍ଯ୍ୟ ପ୍ରତ୍ୟେକ ଭାଗ ତାଙ୍କ ପ୍ରଥମ ଆଗମନରେ ପୂରା ହୋଇଥାନ୍ତା, ତେବେ ତାଙ୍କୁ ଦ୍ୱିତୀୟ ଥର ଆସିବାର କୌଣସି ଆବଶ୍ୟକତା ହୋଇନଥାନ୍ତା। କ'ଣ ଆପଣଙ୍କୁ ଏପରି ଲାଗୁନାହିଁ? ତଥ୍ୟ କି ତାଙ୍କୁ ଉଦ୍ଧାର ଦେବା ନିମନ୍ତେ ଦ୍ୱିତୀୟ ଥର ପ୍ରକଟ ହେବା ଉଚିତ। ଏହାର ଅର୍ଥ କି ତାଙ୍କ ଉଦ୍ଧାରର କାର୍ଯ୍ୟ ଏପରି ଭାଗ ଯାହା ତାଙ୍କର ଦ୍ୱିତୀୟ ଥର ଆସିବା ବିନା ପୂରା ହୋଇପାରିବ ନାହିଁ। ତେବେ ସେ କେଉଁଠାରୁ ଆସିବେ? ସେ କ'ଣ ଆଣିବେ? ସେ କେବେ ଆସିବେ? ଆମ୍ଭେ କେମିତି ତାଙ୍କୁ ଚିହ୍ନି ପାରିବା? ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା ବ୍ୟତୀତ ଯେତେବେଳେ ସେ ଦ୍ୱିତୀୟ ଥର ଆସିବେ, ତେବେ ସେ ଆମମାନଙ୍କୁ କେଉଁ ସତ୍ୟ ଶିଖାଇବେ? କାରଣ ପରମେଶ୍ୱରଙ୍କୁ ଭବିଷ୍ୟବାଣୀ ଅନୁସାରେ ପ୍ରକଟ ହେବାର ଅଛି। ତେବେ ଯଦି ଆମ୍ଭେ ଭବିଷ୍ୟବାଣୀକୁ ଯତ୍ନପୂର୍ବକ ପରୀକ୍ଷା କରିବା, ତେବେ ଆମ୍ଭେ ଖ୍ରୀଷ୍ଟଙ୍କୁ ପ୍ରାପ୍ତ କରିପାରିବା। ପରମେଶ୍ୱର ପ୍ରଥମରୁ ହିଁ ସବୁକିଛି ସେହି ପ୍ରକାର ପ୍ରସ୍ତୁତ କରିଅଛନ୍ତି। ଯେତେବେଳେ ସେ ପୃଥିବୀରେ ଉଦ୍ଧାରକର୍ତ୍ତାଙ୍କ ରୂପରେ ଆସନ୍ତି, ତେବେ ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ନାହିଁ, ଆଉ ଯଦି ଆମ୍ଭେ ତାଙ୍କ ଶିକ୍ଷାକୁ ଅଭ୍ୟାସ କରିବା ନାହିଁ, ତେବେ ଏହା କେତେ ଦୁର୍ଭାଗ୍ୟଜନକ ହେବ। ଆସନ୍ତୁ ଆମ୍ଭେ ମିଖା ଅଧ୍ୟାୟ 4 ପଦ 9 ଦେଖିବା। ଗୋଟିଏ ଭବିଷ୍ୟବାଣୀ ଯାହା କହୁଅଛି, ଏବେ ତୁମ୍ଭେ କାହିଁକି ଘୋର ଚିତ୍କାର କରୁଅଛ? ତୁମ୍ଭ ମଧ୍ୟରେ କି ରାଜା ନାହିଁ? ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି ବୋଲି କି ସ୍ତ୍ରୀର ପ୍ରସବ ବେଦନା ତୁଲ୍ୟ ବେଦନା ତୁମ୍ଭକୁ ଆକ୍ରାନ୍ତ କରିଅଛି। ଯଦି ଆପଣ ଭବିଷ୍ୟବାଣୀକୁ ଯତ୍ନପୂର୍ବକ ପରୀକ୍ଷା କରିବେ, ତେବେ ଏହା ବହୁତ ଦୁଃଖ ଓ ଯନ୍ତ୍ରଣାଦାୟକ ଦୃଶ୍ୟକୁ ବର୍ଣ୍ଣନା କରୁଅଛି। ତେବେ ଏହା କେଉଁଠି ହେବାର ଅଛି? ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆସନ୍ତୁ ଆମ୍ଭେ ଅଧ୍ୟାୟ 4 ପଦ 1 କୁ ଯିବା। ମାତ୍ର ଶେଷ କାଳରେ ଏ ରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ। ଏହା କେବେ ହେବ? ମାତ୍ର ଶେଷ କାଳରେ। ସଦାପ୍ରଭୁଙ୍କ ଗୃହର ପର୍ବତ କ'ଣ? କ'ଣ ତାହା ସିୟନ ପର୍ବତ ନୁହେଁ? ଉପପର୍ବତ ଗଣ ଅପେକ୍ଷା ଉଚ୍ଚୀକୃତ ହେବ, ଆଉ ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। ପୁଣି ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମେମାନେ ଆସ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ। ତହିଁରେ ସେ କ'ଣ? ଆପଣା ପଥ ବିଷୟ ଆମମାନଙ୍କୁ ଶିକ୍ଷା ଦେବେ। ସେ ଆପଣା ପ୍ରଥମ ଆଗମନରେ ନୁହେଁ, କିନ୍ତୁ ଅନ୍ତିମ ଦିନରେ ଆପଣା ପଥ ବିଷୟ ଶିକ୍ଷା ଦେବେ। ଏହା କହୁଅଛି, ତହିଁରେ ସେ ଆପଣା ପଥ ବିଷୟ ଆମମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା। କାରଣ ସଦାପ୍ରଭୁଙ୍କର ବ୍ୟବସ୍ଥା କେଉଁଠାରୁ? ସିଓନ ଠାରୁ ଓ ଜେରୁସଲେମ ଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। ତେବେ ମିଖା ଅଧ୍ୟାୟ 4 ପଦ 9ରେ ଯେଉଁ ଭବିଷ୍ୟବାଣୀ ଆମ୍ଭେମାନେ ଦେଖିଲୁ, ଏବେ ତୁମ୍ଭେ କାହିଁକି ଘୋର ଚିତ୍କାର କରୁଅଛ? ତୁମ୍ଭ ମଧ୍ୟରେ କି ରାଜା ନାହିଁ? ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି ବୋଲି କି ସ୍ତ୍ରୀର ପ୍ରସବ ବେଦନା ତୁଲ୍ୟ ବେଦନା ତୁମ୍ଭକୁ ଆକ୍ରାନ୍ତ କରିଅଛି। ଏହା କେବେ ପୂରା ହେବ? ଅନ୍ତିମ ଦିନରେ କେଉଁଠି? ସିୟନ ପର୍ବତରେ। ସିୟନର ରାଜା ପରମେଶ୍ୱର ଅଟନ୍ତି, କିନ୍ତୁ ଏହା କହୁଅଛି, ରାଜା ସିୟନରୁ ଅଦୃଶ୍ୟ ହୋଇଯାଇଛନ୍ତି ଏବଂ ସିୟନର ପରାମର୍ଶଦାତା ବିନଷ୍ଟ ହେଲେ। ଯଦି ଏହା ତାଙ୍କର ପ୍ରଥମ ଆଗମନ ବିଷୟରେ କହୁଥିଲା, ତେବେ ଆମ୍ଭେ କହିପାରିବା ଯେ ଯୀଶୁ ଏହି ଭବିଷ୍ୟବାଣୀକୁ ପୂରା କଲେ। କିନ୍ତୁ ଏହା କହୁଅଛି କି ଶେଷ ଦିନରେ ଏହି ସବୁ ଘଟିବ। ଏଠାରେ ପରମେଶ୍ୱର ଯିଏ ବିନଷ୍ଟ ହେବାକୁ ଯାଉଛନ୍ତି, ଆଉ ସେ ହିଁ ପରମେଶ୍ୱର ଅଟନ୍ତି ଯିଏ ଆମ୍ଭମାନଙ୍କୁ ସତ୍ୟର ପଥ ଶିଖାନ୍ତି, ଏବଂ ସେ ହେଉଛନ୍ତି ପରମେଶ୍ୱର ଯିଏ ସିୟନରୁ ବ୍ୟବସ୍ଥା ଘୋଷଣା କରନ୍ତି। ଏହି ପରମେଶ୍ୱରଙ୍କ କ'ଣ ହେବ? ଏହା କହୁଅଛି, ସେ ଶେଷ ଦିନରେ ବିନଷ୍ଟ ହୋଇଯିବେ। ଏବ୍ରୀ ଅଧ୍ୟାୟ 9ରେ ଏହା କହୁଅଛି କି ସେ ଆମ୍ଭମାନଙ୍କୁ ଉଦ୍ଧାର ଦେବା ନିମନ୍ତେ ଦ୍ୱିତୀୟ ଥର ଦର୍ଶନ ଦେବେ। ସେ ଦର୍ଶନ ଦେବେ। ତେବେ କ'ଣ ଏହାର ଅର୍ଥ ଏହା ନୁହେଁ କି ସେ ଶରୀରରେ ଆସିବେ? ସେ ଏହି ପୃଥିବୀରେ ଶରୀରରେ ଆସିବେ। ସିୟନର ରାଜା ହେବେ। ସିୟନର ସମସ୍ତ ସନ୍ତାନକୁ ସତ୍ୟର ପଥ ଶିଖାଇବେ। ସିୟନ ପର୍ବତରୁ ନୂତନ ନିୟମର ବ୍ୟବସ୍ଥା ଘୋଷଣା କରିବେ। ଆଉ କ'ଣ ହେବ? ତାଙ୍କ ଶରୀର ଏହି ପୃଥିବୀରେ ବିନଷ୍ଟ ହୋଇଯିବ। ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଆନ୍ ସାଂ ହୋଙ୍ଗ 1985ରେ ସ୍ୱର୍ଗ ଚାଲିଗଲେ। 1981ରେ ଏକ ସାପ୍ତାହିକ ପତ୍ରିକାରେ ସେ କ'ଣ ସାକ୍ଷ୍ୟ ଦେଲେ? ପିତା କହିଲେ, ଦ୍ୱିତୀୟ ଆଗମନ ଖ୍ରୀଷ୍ଟଙ୍କୁ ଦାଉଦଙ୍କ ନାମରେ ପୃଥିବୀକୁ ଆସିବାର ଅଛି, ଆଉ 37 ବର୍ଷ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରିବା ପରେ ଚାଲିଯିବା ଉଚିତ। ସେ ଏପରି କାହିଁକି କହିଲେ? ବାଇବଲ କହୁଅଛି, ତୁମ ମଧ୍ୟରେ କି ରାଜା ନାହିଁ? ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି। ଯିଶାୟ ଅଧ୍ୟାୟ 9 ଅନୁସାରେ
ଆଶ୍ଚର୍ଯ୍ୟ ମନ୍ତ୍ରୀ କିଏ ଅଟନ୍ତି? ଯେତେବେଳେ ଆପଣ ଜିସାୟ ଅଧ୍ୟାୟ 9 ପଦ 6 ଦେଖୁଛନ୍ତି, ତେବେ ଏହା ଲେଖାଯାଇଅଛି, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ କଣ? ମନ୍ତ୍ରୀ। ଆଉ ତାଙ୍କର ଶୀର୍ଷକ କଣ? ପରାକ୍ରମୀ ପରମେଶ୍ୱର, ଅନନ୍ତକାଳୀନ ପିତା। ଆଉ କଣ? ଶାନ୍ତି ରାଜା ହେବ। ଏହା କାହାକୁ ବୁଝାଉଅଛି? କଣ ସେ ପରମେଶ୍ୱର ନୁହନ୍ତି? ସେ ପରମେଶ୍ୱର ଅଟନ୍ତି, ଯିଏ ପୁତ୍ରଙ୍କ ଯୁଗରେ ଯୀଶୁଙ୍କ ନାମରେ ଆସିଥିଲେ। କିନ୍ତୁ ଯେତେବେଳେ ଆପଣ ତାଙ୍କ ଶୀର୍ଷକ ଦେଖନ୍ତି, ତେବେ ସେ ଆଶ୍ଚର୍ଯ୍ୟ ମନ୍ତ୍ରୀ, ଅନନ୍ତକାଳୀନ ପିତା ଆଉ ଶାନ୍ତି ରାଜା କୁହାଯାଉଅଛି। ତେବେ ଯେତେବେଳେ ମିଖା ଅଧ୍ୟାୟ 4 ପଦ 9 କହୁଅଛି, ତୁମ୍ଭ ମଧ୍ୟରେ କି ରାଜା ନାହିଁ, ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି, ତେବେ ଏହାର କଣ ଅର୍ଥ? କାହାର ବିନଷ୍ଟ ହେବା ଉଚିତ? ପରମେଶ୍ୱରଙ୍କ। କଣ ପରମେଶ୍ୱର ବିନଷ୍ଟ ହୋଇପାରନ୍ତି? ନାହିଁ, ସେ ହୋଇପାରିବେ ନାହିଁ। କିନ୍ତୁ ପରମେଶ୍ୱର ଶରୀରରେ ଆସିବେ ଓ ଆପଣା ଶରୀରକୁ ପରିତ୍ୟାଗ କରିବେ। ଏହା ମିଖା ଏହି ପ୍ରକାର ବର୍ଣ୍ଣନା କରୁଥାଇ ରେକର୍ଡ କଲେ। 1948ରେ ଖ୍ରୀଷ୍ଟଙ୍କ ବାପ୍ତିସ୍ମ ହେଲା। ତେବେ ରାଜା ଦାଉଦଙ୍କ ଭବିଷ୍ୟବାଣୀକୁ ପୁରା କରିବାର 37ତମ ବର୍ଷ କେବେ? ତାହା 1985। କାରଣ ଏହି ସମସ୍ତ ବିଷୟ ବାଇବଲରେ ପ୍ରଥମରୁ ଭବିଷ୍ୟବାଣୀ କରାଯାଇଥିଲା। ତେବେ ସେ ଆପଣା ସ୍ୱର୍ଗରୋହଣର 4 ବର୍ଷ ପୂର୍ବରୁ 1981ରେ ସାପ୍ତାହିକ ଧର୍ମ ପତ୍ରିକା ମାଧ୍ୟମରେ ଏହାର ଭବିଷ୍ୟବାଣୀ କରିଥିଲେ କି ଶେଷ ଦିନରେ ଯେତେବେଳେ କେହି ରକ୍ଷା ପାଇପାରିବେ ନାହିଁ, ସେ ସ୍ୱୟଂ ପୃଥିବୀକୁ ଆସିବାକୁ ପଡ଼ିବ। ଆଉ 1985ରେ ଦାଉଦଙ୍କ ଭବିଷ୍ୟବାଣୀର 37 ବର୍ଷ ସମାପ୍ତ ହେବା ପରେ ଆପଣା ଶରୀର ପରିତ୍ୟାଗ କରିବାକୁ ପଡ଼ିବ। ତେବେ କଣ ଆମ୍ଭମାନଙ୍କୁ ଏହି ଭବିଷ୍ୟବାଣୀ ଜାଣିବା ଉଚିତ ନୁହେଁ କି? ପୃଥିବୀରେ ଆସି ସେ ଆମ୍ଭମାନଙ୍କୁ କଣ ଶିକ୍ଷା ଦେଲେ ଓ ଆମମାନଙ୍କ ପାଇଁ କଣ ରଖିଗଲେ? ଆସନ୍ତୁ ଆମ୍ଭେ ଜିସାୟ ଅଧ୍ୟାୟ 25 ପଦ 6 ଦେଖିବା। ଏହା ଲେଖା ଅଛି, ପୁଣି ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ, ପୁରାତନ ଦ୍ରାକ୍ଷରସ। ଏହା ଭବିଷ୍ୟବାଣୀ କରାଯାଇଅଛି କି ପରମେଶ୍ୱର ପୁରାତନ ଦ୍ରାକ୍ଷରସ ସହିତ ଭୋଜ ପ୍ରସ୍ତୁତ କରିବେ। ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର କଣ? ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷରସର ଏକ ଭୋଜ ପ୍ରସ୍ତୁତ କରିବେ। ଆଉ ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣୀ ପଡ଼ିଅଛି ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ। ଆଉ ସେ ମୃତ୍ୟୁର କଣ କରିବେ? ଭାବବାଦୀ ଭବିଷ୍ୟବାଣୀ କଲେ କି ପରମେଶ୍ୱର ମୃତ୍ୟୁକୁ ଅନନ୍ତକାଳ ବିନାଶ ନିମନ୍ତେ ଦ୍ରାକ୍ଷରସ ସହିତ ଜୀବନର ଭୋଜ ପ୍ରସ୍ତୁତ କରିବେ। ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି ଓ ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛିଦେବେ ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ, କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। ପୁଣି ସେଦିନ ଏହି କଥା କୁହାଯିବ। ବାଇବଲରେ ସେଦିନ ଶେଷ ସମୟକୁ ବୁଝାଉଅଛି, ହଁ ନା? ଦେଖ, ଏହି ଆମ୍ଭମାନଙ୍କର କିଏ? ପରମେଶ୍ୱର। ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ଏ ସଦାପ୍ରଭୁ ଅଟନ୍ତି। ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ। ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ। କିଏ ପୁରାତନ ଦ୍ରାକ୍ଷରସ ସହିତ ମୃତ୍ୟୁକୁ ଅନନ୍ତକାଳ ବିନାଶ କରିବେ? ସେ ଆଉ କେହି ନୁହନ୍ତି କିନ୍ତୁ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି। ତେବେ ଏହି ପୁରାତନ ଦ୍ରାକ୍ଷରସ କଣ, ଯାହା ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ବିନାଶ କରୁଅଛି? ଆସନ୍ତୁ ଆମ୍ଭେ ମାଥିଉ ଅଧ୍ୟାୟ 26 ପଦ 17 ଦେଖିବା। ପରେ ଖମିର ଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଛନ୍ତି, ମୋହର କାଳ ସନ୍ନିକଟ। ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ସେ ଯୀଶୁ ଥିଲେ ଯିଏ ଶିଷ୍ୟମାନଙ୍କୁ ନିସ୍ତାର ପର୍ବ ପ୍ରସ୍ତୁତ କରିବା ଓ ଏହାକୁ ପାଳନ କରିବା ପାଇଁ ଆଦେଶ ଦେଇଥିଲେ। କଣ ପାଇଁ? ଏହା ଆମମାନଙ୍କ ଉଦ୍ଧାର ନିମନ୍ତେ ଥିଲା।
ତେବେ ଆସନ୍ତୁ ଆମ୍ଭେ ଦେଖିବା କି ନିସ୍ତାର ପର୍ବରେ କ'ଣ ଅର୍ଥ ସାମିଲ ଅଛି। ପଦ 26, ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋହର ଶରୀର। ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ। ପାନପାତ୍ର ଭିତରେ କ'ଣ ଥିଲା? ତାହା ନିସ୍ତାର ପର୍ବର ଦ୍ରାକ୍ଷରସ ଥିଲା ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ନିସ୍ତାର ପର୍ବର ଦ୍ରାକ୍ଷରସ କ'ଣ? ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। କିଛି ଲୋକ ପଚାରି ପାରନ୍ତି, କ'ଣ ଏହା କହୁନାହିଁ କି ପରମେଶ୍ୱର ପୁରାତନ ଦ୍ରାକ୍ଷରସ ଦ୍ୱାରା ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ବିନାଶ କରିବେ? କେମିତି ଯୀଶୁ ଏହା ଶିକ୍ଷା ଦେଉଥାଇ କି ନିସ୍ତାର ପର୍ବର ରୁଟି ଓ ଦ୍ରାକ୍ଷରସ ତାଙ୍କର ମାଂସ ଓ ରକ୍ତ, ଏଠାରେ ଅନନ୍ତ ଜୀବନ ବିଷୟରେ କିଛି ମଧ୍ୟ ଉଲ୍ଲେଖ ନାହିଁ। କିନ୍ତୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ଯୋହନରେ ରୁଟି ଓ ଦ୍ରାକ୍ଷରସ ଦ୍ୱାରା ସମ୍ବନ୍ଧିତ ଯୋଡ଼ା ବାକ୍ୟକୁ ଦେଇଛନ୍ତି, ଯାହା ତାଙ୍କ ମାଂସ ଓ ରକ୍ତକୁ ବୁଝାଉଅଛି। ଆସନ୍ତୁ ଆମ୍ଭେ ଯୋହନ ଅଧ୍ୟାୟ 6 ପଦ 53 ଦେଖିବା। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତପାନ ନ କଲେ ତୁମମାନଙ୍କ ଠାରେ ଜୀବନ ନାହିଁ। କ'ଣ ଆମ୍ଭେ କିଛି କ୍ଷଣ ପୂର୍ବରୁ ହିଁ ମାଥିଉ ଅଧ୍ୟାୟ 26ରେ ଦେଖିଲୁ ନାହିଁ କି ନିସ୍ତାର ପର୍ବର ରୁଟି ଓ ଦ୍ରାକ୍ଷରସ ଖ୍ରୀଷ୍ଟଙ୍କ ମାଂସ ଓ ରକ୍ତ? ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ଏହାର ଅର୍ଥ କି ଯେଉଁ ଲୋକମାନେ ନିସ୍ତାର ପର୍ବର ରୁଟି ଖାଆନ୍ତି ନାହିଁ ଓ ନିସ୍ତାର ପର୍ବର ରକ୍ତ ପାନ କରନ୍ତି ନାହିଁ, ସେମାନଙ୍କ ଠାରେ ଜୀବନ ନାହିଁ। ପଦ 54, ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ କ'ଣ ପ୍ରାପ୍ତ କରେ? ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। ପଦ 55, କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ, ସେ ମୋ ଠାରେ ରହେ ଓ ମୁଁ ତାହାଠାରେ ରହେ। ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ପରମେଶ୍ୱର ସମସ୍ତ ମାନବ ଜାତିଙ୍କୁ ଅନନ୍ତ ଜୀବନ ଦେବା ଓ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ବିନାଶ କରିବା ପାଇଁ ଆମ୍ଭମାନଙ୍କୁ ସିୟନ ପର୍ବତରେ ଏହି ଶିକ୍ଷା ଦେଇଛନ୍ତି, ହଁ ନା? ଭାବବାଦୀ ଜିସାୟଙ୍କ ଅନୁସାରେ ସେ କିଏ ଅଟନ୍ତି ଯିଏ ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି? ସେ କହିଲେ, ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର। କେବଳ ପରମେଶ୍ୱର ନୁହେଁ, କିନ୍ତୁ ସେ ପରମେଶ୍ୱର ଅଟନ୍ତି ଯାହାଙ୍କର ଆମ୍ଭେ ଅପେକ୍ଷା କରୁଅଛୁ। ଆଜି ଅନେକ ଗୁଡ଼ିଏ ସମ୍ପ୍ରଦାୟ ଅଛି ଆଉ ଅସଂଖ୍ୟ ଧର୍ମଶାସ୍ତ୍ରୀ, ପାଦ୍ରୀ, ଧାର୍ମିକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ଧର୍ମ ପାଇଁ ଉତ୍ସର୍ଗ କରନ୍ତି। କିନ୍ତୁ ଏପର୍ଯ୍ୟନ୍ତ କ'ଣ କେହି ଅଛି ଯିଏ ନୂତନ ନିୟମର ନିସ୍ତାର ପର୍ବକୁ ଫେରେଇ ଆଣିଅଛି? ନାହିଁ। ଯିଏ ଏହି ପୃଥିବୀରେ ଦାଉଦଙ୍କ ଭବିଷ୍ୟବାଣୀ ଅନୁସାରେ ଆସିଲେ ଓ 1948ରେ ବାପ୍ତିସ୍ମ ନେଲେ ଆଉ ସିୟନ ପର୍ବତରେ ନୂତନ ନିୟମର ଅନନ୍ତ ସତ୍ୟ ଶିଖାଉଥାଇ 37 ବର୍ଷ ନିମନ୍ତେ ସୁସମାଚାର କାର୍ଯ୍ୟ କଲେ ଆଉ ମିଖା ଅଧ୍ୟାୟ 4 ପଦ 9ର ଭବିଷ୍ୟବାଣୀ ଅନୁସାରେ ସ୍ୱର୍ଗକୁ ଗଲେ। ସେ ଆଉ କେହି ନୁହନ୍ତି କିନ୍ତୁ ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଆଙ୍ଗସାଂହୋଂ ଅଟନ୍ତି। ସଂସାର ଖ୍ରୀଷ୍ଟ ଆଙ୍ଗସାଂହୋଂଙ୍କୁ କେବଳ ଜଣେ ସାଧାରଣ ବ୍ୟକ୍ତିଙ୍କ ରୂପରେ ମନେ ରଖିପାରେ, କିନ୍ତୁ ବାଇବଲ ଓ ଭାବବାଦୀମାନେ ପ୍ରଥମରୁ ହିଁ ସମସ୍ତ ମାନବ ଜାତିଙ୍କ ନିମନ୍ତେ ସାକ୍ଷ୍ୟ ଦେଲେ କି ପରମେଶ୍ୱର ଦ୍ୱିତୀୟ ଥର କେମିତି ଦର୍ଶନ ଦେବେ, ସେ କେଉଁ ପ୍ରକାର ସତ୍ୟର ସହିତ ଆସିବେ ଯାହାଦ୍ୱାରା ସଂସାର ତାଙ୍କୁ ଗ୍ରହଣ କରିପାରିବ। ପୂର୍ବରେ ପୃଥିବୀର ପ୍ରାନ୍ତରୁ ଯେତେବେଳେ ଡିମିରି ଗଛର ଶାଖା କୋମଳ ହୋଇଗଲା ଏବଂ ଏହାର ପତ୍ର ବାହାରିଲା, ତେବେ ଯେମିତି ଦାଉଦଙ୍କ ଅଭିଷିକ୍ତ ହୋଇଥିଲା, ସେମିତି ଏହି ପୃଥିବୀରେ ପିତାଙ୍କ ଅଭିଷିକ୍ତ କରାଯାଇଥିଲା। ଅର୍ଥାତ୍ ସେ ବାପ୍ତିସ୍ମ ନେଲେ ଆଉ 37 ବର୍ଷର ଆପଣା ସେବା କାର୍ଯ୍ୟ ପୁରା କଲେ। ଏହି ସବୁ ବାଇବେଲର ଭବିଷ୍ୟବାଣୀ ରୂପରେ ନିହିତ ଅଛି। ଆସନ୍ତୁ ଆମ୍ଭେ ମାଥିଉ ଅଧ୍ୟାୟ 16 ପଦ 13 ଉପରେ ନଜର ପକାଇବା। ପରେ ଯୀଶୁ କାଇସରିଆ ଫିଲିପି ଅଞ୍ଚଳକୁ ଆସି ଆପଣ ଶିଷ୍ୟଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟପୁତ୍ର କିଏ ବୋଲି ଲୋକେ କ'ଣ କହନ୍ତି? ସେଥିରେ ସେମାନେ କହିଲେ, କେହି କେହି କହନ୍ତି ବାପ୍ତିଜିକ ଯୋହନ, କେହି କେହି ଏଲିୟ, ଆଉ କେହି କେହି ଜିରିମିୟ
ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ। ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କ'ଣ କହୁଅଛ? ଏହାର ଅର୍ଥ କ'ଣ ତୁମ୍ଭେମାନେ ଜାଣିଅଛ କି ମୁଁ କିଏ? ସିମୋନ ପିତର ଉତ୍ତର ଦେଲେ, ସେ କ'ଣ କହିଲେ କି ଯୀଶୁ କିଏ ଅଟନ୍ତି? ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ବେଳେ ବେଳେ ଲୋକମାନେ ଏହା କହୁଥାଇ ପ୍ରଶ୍ନ କରନ୍ତି, କ'ଣ ପରମେଶ୍ୱର ଓ ପରମେଶ୍ୱରଙ୍କ ପୁତ୍ର ଦୁଇଟି ଯାକ ଅଲଗା ଅଲଗା ଶବ୍ଦ ନୁହେଁ? ସେମାନେ ଏଥିପାଇଁ ଏପରି ପ୍ରଶ୍ନ ପଚାରନ୍ତି କାରଣ ସେମାନେ ଯିଶାୟ ଅଧ୍ୟାୟ 9 ପଦ 6କୁ ବୁଝନ୍ତି ନାହିଁ। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରମ ପରମେଶ୍ୱର, ଅନନ୍ତକାଳୀନ କିଏ? ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ଏହା ସ୍ପଷ୍ଟ କି ପରମେଶ୍ୱରଙ୍କ ପୁତ୍ର ସ୍ୱୟଂ ପରମେଶ୍ୱର ଅଟନ୍ତି। ପିତର ଯୀଶୁଙ୍କୁ ତୁରନ୍ତ ଚିହ୍ନି ନେଲା। ଯେତେବେଳେ ଯୀଶୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମେମାନେ କ'ଣ କହୁଅଛ? ସେ ଉତ୍ତର ଦେଲା, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର, ଯାହାର ଅର୍ଥ ଆପଣ ଖ୍ରୀଷ୍ଟ, ଜୀବିତ ପରମେଶ୍ୱର ଅଟନ୍ତି। ଏହା ଶୁଣି ଯୀଶୁ ପିତରଙ୍କ ଉପରେ ବହୁତ ଅନୁଗ୍ରହ ଢାଳିଲେ। ଆସନ୍ତୁ ଆମ୍ଭେ ପଦ 17କୁ ଯିବା। ଏଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, ହେ ଜୁନୋସଙ୍କ ପୁତ୍ର ସିମୋନ, ତୁମେ ଧନ୍ୟ, କାରଣ ମନୁଷ୍ୟ ତୁମ ନିକଟରେ ଏହା ପ୍ରକାଶ କରିନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି। ଆଉ ମୁଁ ମଧ୍ୟ ତୁମକୁ କହୁଅଛି, ତୁମ୍ଭେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଡ଼ିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ। ମୁଁ ତୁମକୁ ସ୍ୱର୍ଗ ରାଜ୍ୟର କଞ୍ଚି ଦେବି, ଆଉ ତୁମେ ପୃଥିବୀରେ ଯାହା କିଛି ବନ୍ଦ କରିବ ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ ସ୍ୱର୍ଗରେ ତାହା ମୁକ୍ତ ରହିବ। ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ। ପିତରଙ୍କୁ ଯିଏ ଯୀଶୁଙ୍କୁ ପରମେଶ୍ୱରଙ୍କ ରୂପରେ ଉଚିତ ଭାବେ ଚିହ୍ନିଲେ, ଯୀଶୁ ସ୍ୱର୍ଗ ରାଜ୍ୟର ଚାବିକାଠି ଦେଲେ ଆଉ ମହାନ ଅଧିକାର ଦେଲେ, ଯାହାଦ୍ୱାରା ସେ ସ୍ୱର୍ଗୀୟ ଦ୍ୱାର ମଧ୍ୟ ଖୋଲି ପାରିବେ ଅବା ତାହା ବନ୍ଦ ମଧ୍ୟ କରିପାରିବେ। ଯେତେବେଳେ ପୁରା ଦୁନିଆ କେବଳ ଯୀଶୁଙ୍କୁ ଜଣେ ବଢ଼େଇର ପୁତ୍ର ରୂପରେ ବା ଯୁସୁଫ ଓ ମରିୟମଙ୍କ ପୁତ୍ର ରୂପରେ ଜାଣିଥିଲା, ତେବେ ପିତର ତାଙ୍କୁ ତୁରନ୍ତ ପରମେଶ୍ୱରଙ୍କ ରୂପରେ କେମିତି ଚିହ୍ନି ପାରିଲେ? କ'ଣ ଆପଣଙ୍କୁ ଲାଗୁନାହିଁ କି ଏହାର କୌଣସି କାରଣ ଥିବ? ଆସନ୍ତୁ ଆମ୍ଭେ ଯୋହନ ଅଧ୍ୟାୟ 6 ପଦ 66ରେ ଦେଖିବା। ସେହି ସମୟ ଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ବିମୁଖ ହୋଇ ବାହାରି ଗଲେ, ପୁଣି ତାହାଙ୍କ ସଙ୍ଗରେ ଆଉ ଗମନାଗମନ କଲେ ନାହିଁ। ସେଥିରେ ଯୀଶୁ ଦ୍ୱାଦଶଙ୍କୁ ପଚାରିଲେ, ତୁମେମାନେ ମଧ୍ୟ କ'ଣ ଚାଲିଯିବାକୁ ଇଚ୍ଛା କରୁଅଛ? ସିମୋନ ପିତର ତାହାଙ୍କୁ ଉତ୍ତର ଦେଲା, ପ୍ରଭୁ, କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି, ଆଉ ଆପଣ ଯେ ଈଶ୍ୱରଙ୍କର ସେହି ପବିତ୍ର ପୁରୁଷ, ଏହା ଆମ୍ଭେମାନେ ବିଶ୍ୱାସ କରୁଅଛୁ ଓ ଜାଣିଅଛୁ। କାରଣ ସେ ଜାଣିଥିଲେ, ଏଥିପାଇଁ ସେ ବିଶ୍ୱାସ କରିପାରିଲା। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ କ'ଣ ତୁମ୍ଭ ଦ୍ୱାଦଶଙ୍କୁ ମନୋନୀତ କରିନାହିଁ? ପିତର ଏହା ଭାବୁଥାଇ ଯୀଶୁଙ୍କୁ ଚିହ୍ନିଲେ ସେ ପରମେଶ୍ୱର ହେବା ଉଚିତ, କାରଣ ତାଙ୍କ ନିକଟରେ ମୃତ୍ୟୁଙ୍କୁ ଅନନ୍ତ କାଳ ପାଇଁ ବିନାଶ କରିବାର ଅଧିକାର ଅଛି। ପିତର ଅନନ୍ତ ଜୀବନର ମାମଲା ଦ୍ୱାରା ଯୀଶୁଙ୍କୁ ପରମେଶ୍ୱରଙ୍କ ରୂପରେ ଚିହ୍ନିଲା ଓ ଆତ୍ମବିଶ୍ୱାସରେ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲା, ପ୍ରଭୁ, ଆପଣ ଖ୍ରୀଷ୍ଟ ଓ ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି। ତେବେ ଏହି ଦିନରେ ମଧ୍ୟ ଏହିପରି ହିଁ ହେବା ଉଚିତ। ପରମେଶ୍ୱର ଯିଏ ଆପଣ ଦ୍ୱିତୀୟ ଆଗମନରେ ଆସିଛନ୍ତି, କ'ଣ ସେ ସେହି ପରମେଶ୍ୱରଙ୍କ ଠାରୁ ଭିନ୍ନ ଅଟନ୍ତି ଯିଏ ଆପଣ ପ୍ରଥମ ଆଗମନରେ ଆସିଥିଲେ? ସେ ସେହି ପରମେଶ୍ୱର ଅଟନ୍ତି। ତାହେଲେ ଆମ୍ଭେ ଖ୍ରୀଷ୍ଟଙ୍କୁ ଯିଏ ଦ୍ୱିତୀୟ ଥର ଆସିଛନ୍ତି କେମିତି ଚିହ୍ନି ପାରିବା? ଆମ୍ଭମାନଙ୍କୁ ଅନନ୍ତ ଜୀବନ ମାମଲା ଉପରେ ଧ୍ୟାନ ଦେଇ ଚିହ୍ନିବା ଉଚିତ। ଭାଇ ଓ ଭଉଣୀମାନେ, ଯୋହନ ଅଧ୍ୟାୟ 6 ବାଇବେଲରେ ଲେଖା କେବଳ ଏକ ବାକ୍ୟ ନୁହେଁ। ବାଇବଲରେ ପରମେଶ୍ୱର ଏକ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ବୁଦ୍ଧି ରଖିଛନ୍ତି, ଯାହାଦ୍ୱାରା ଆମ୍ଭେ ତାଙ୍କୁ ଚିହ୍ନି ପାରିବା। ଏହି ଯୁଗରେ ପୁରାତନ ଦ୍ରାକ୍ଷରସକୁ କିଏ ଖୋଲିବ? ଯାହା 325 ଖ୍ରୀଷ୍ଟାବ୍ଦ ପରଠାରୁ ପାଖାପାଖି 1600 ବର୍ଷ ନିମନ୍ତେ ସଂଗ୍ରହିତ ଅଛି। ବାଇବଲ କହୁଅଛି, ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର, ଏହା କେବଳ ପରମେଶ୍ୱରଙ୍କ ଦ୍ୱାରା କରାଯାଇପାରିବ। ଯେଉଁ ଉଦ୍ଧାରକର୍ତ୍ତାଙ୍କ ଆମ୍ଭେମାନେ ଅପେକ୍ଷା କରିଅଛୁ ସେ ଆଉ କେହି ନୁହନ୍ତି କିନ୍ତୁ ପରମେଶ୍ୱର ଅଟନ୍ତି। ଏହି ଆମମାନଙ୍କର ପରମେଶ୍ୱର ଯେତେବେଳେ ସେ ପ୍ରକଟ ହୁଅନ୍ତି, ତେବେ ସେ ପୁରାତନ ଦ୍ରାକ୍ଷରସର ସତ୍ୟ ଆଣିବେ, ଯାହା ମୃତ୍ୟୁଙ୍କୁ ଅନନ୍ତକାଳ ନିମନ୍ତେ ବିନାଶ କରିବ। ଏହି ସତ୍ୟ ନୂତନ ନିୟମର ନିସ୍ତାର ପର୍ବ, ହଁ ନା? ନୂତନ ନିୟମର ନିସ୍ତାର ପର୍ବ ଦ୍ୱାରା ମାନବ ଜାତିଙ୍କୁ ଅନନ୍ତ ଜୀବନ ଓ ଉଦ୍ଧାର କିଏ ଦେଲେ?
कौन से आममानंको स्वर्गीय पिता ख्रीष्ट आंगसांग होंग नुहंती? आममानंकु महान आत्मविश्वासर सहित एहार उत्तर देवा उचित। किंतु मु किए बोली तुम्हे माने कौन कहुअछ? आपण ख्रीष्ट जीवंत ईश्वरंको पुत्र, आपण परमेश्वर अटंती जे मानव जाति को रक्षा करिवा पई एही पृथ्वी को आसिले। आममानंकु पितरंको परि आपणा विश्वास खोलाखोली देखाइबारे सक्षम हेबा उचित। आसंतु आमे जोहन अध्याय 6 पद 29 देखिबा। जीसु सेमानंकु उत्तर देले, ईश्वर जहांकु प्रेरण करि अछंती ताहांको ठारे विश्वास करिबा ही काहार कार्य अटे? ईश्वरंको कार्य अटे। ख्रीष्टंकु चिन्हिबा जेतेबेले से एही पृथ्वी रे प्रकट हुअंती परमेश्वरंको कार्य एक भाग। आसंतु आम्भे पद 30 सहित जारी रखिबा। सेही समय सेठारे एकत्रित लोक समूह कहिले, सेथिरे से माने ताहांकु पचारिले, ताहाले आपण चिन्ह स्वरूप कोन करू अछंती जे ताहा देखि आम्भे माने आपणकु विश्वास करि पारू? आपण कोन साधन करू अछंती? आम्भमानकर पितृपुरुष प्रांतरे मान्ना भोजन करिथिले, जेपरि लेखा अछि, भोजन करिबा निमंते से सेमानकु स्वर्गरु आहार देले। एहा सेही दृश्य जेउठी से माने यीशुंकु पचारिले, आममानकर पितृपुरुष माने मान्ना भोजन कले, जहा परमेश्वर 40 वर्ष पर्यंत प्रांतरे चमत्कार रूप रे वृष्टि कले। कौन तुम्हे आममानकु एपरि चमत्कार चिन्ह देखाई पारिबो? पद 32 रे लेखा अछि, सेथिरे यीशु सेमानकु कहिले, सत्य सत्य मु तुममानकु कहुअछि, मशा तुममानकु स्वर्गरु आहार देई नाहंती, किंतु मोहर पिता तुममानकु स्वर्गरु प्रकृत आहार दियंती। कारण जेउ आहार स्वर्गरु अवतरण करी जगतकु कौन प्रदान करे? जीवन प्रदान करे, ताहा ईश्वर दत्त आहार। सेमाने ताहांकु कहिले, प्रभु सब बेले आममानंकु एही आहार दियंतु। सेथिरे यीशु सेमानंकु कहिले, मु सेही जीवनदायक आहार, जे मो निकटकु आसे से कदापि क्षुधित हेबो नाही, आउ जे मो ठारे विश्वास करे से कदापि तृषित हेबो नाही। किंतु तुमे माने मते देखिले हे जे विश्वास करूअछ, विश्वास करू नाहो। एहा मु तुममानंकु कहुअछि, पिता जे समस्तंकु मते दान करंती सेमाने मो निकटकु आसीबे, आउ जे मो निकटकु आसे ताहांकु मु कोनोसी प्रकारे बाहर करिदेबी नाही। कारण मु निज इच्छा साधन करिबाकु अवतरण न करी बरং मोहर प्रेरणकर्तांको इच्छा साधन करिबाकु स्वर्गरु अवतरण करिअछि। आउ मोहर प्रेरणकर्ता जे समस्तंकु मते दान करिसंती सेमानंको मध्यरु काहाकु ही जेपरि मु न हराई बरंच शेष दिन रे ताहांकु उत्थापन करिबी, एहा ताहांकर इच्छा। आसंतु आमे देखिबा कि शेष दिन रे से आममानंकु केमिति रक्षा करिवे। पद 40, कारण जे केही प्रभुंकु दर्शन करी ताहांको ठारे विश्वास करे से जेपरि अनंत जीवन प्राप्त हुए, एहा ही मोहर पितांकर इच्छा। आउ मु ताहांकु शेष दिन रे उत्थापन करिबी। मु स्वर्गरु अवतीर्ण होइथिबा आहार अटे। से एहा कहिबारु यहूदी माने ताहांको विरुद्ध रे बचसा करी कहिबाकू लागिले, ए कोन जोसेफर पुओ यीशु नुहे? आउ आम्भे माने कोन एहार बापा मांकु जानु नाहु? तेबे मु स्वर्गरु अवतरण करिअछि बोली से एबे किपरि कहुअछि? यीशु सेमानंकु उत्तर देले, आपणा आपणा मध्यरे बचसा कर नाही। मोहर प्रेरणकर्ता पिता जहांकु आकर्षित करंती केवल से मो निकटकु आसी पारे, आउ मु केबे शेष दिन रे ताहाकु उत्थापन करिबी। भाववादी मानक धर्मशास्त्र रे लिखित अछि, समस्ते ईश्वरंक कर्तृक शिक्षा प्राप्त हेबे। जे केही पितांक ठारु श्रवण करी शिक्षा लाभ करिअछि से मो निकटकु आसे। केही जे पितांकु देखि अछि ताहा नुहे, जे ईश्वरंक ठारु आसी अछंती केवल से पितांकु देखि अछंती। सत्य सत्य मु तुममानंकु कहुअछि, जे विश्वास करे से अनंत जीवन प्राप्त होइअछि। मु जीवनदायक आहार। जेउ लोक माने विश्वास करंती कि से जीवनर रुटी अटंती ओ तांको आज्ञा पालन करंती सेमाने अनंत जीवन प्राप्त करि पारिबे। तुममानंकर पितृपुरुष प्रांतर रे मान्ना भोजन करी मृत्युभोग कले। केही जेपरि भोजन करी मृत्युभोग न करे, एथि निमंते स्वर्गरु अवतरण करिबा आहार एही अटे। मु स्वर्गरु अवतीर्ण सेही जीवंत आहार। केही जदि एही आहार भोजन करे से अनंत काल पर्यंत कोन हेबो? जीवित रहिबो। एहार अर्थ कि आम्भे यीशुंको मांस और रक्त खाई अनंत जीवन प्राप्त करू, हना? एही दिन एही दुनिया रे अनेक लोक माने बाइबल को जत्नर सहित अध्ययन करूछंती, किंतु आश्चर्यचकित कथा एहा कि सेमाने निस्तार पर्व पालन करू नाहंती। एहा वास्तव रे आश्चर्यजनक विषय। वास्तव रे जे एही कार्य को करि पारिबो से केवल परमेश्वर अटंती। धरि नियंतु कि बाइबल रो 66 पुस्तक एक नाटक बा अन्य कोनोसी प्रकार नाटक। लेखारे केवल मुख्य चरित्र परमेश्वर मानव जाति को जीवन रक्षा करिबा पई निस्तार पर्व आनी पारिबे। तेबे
କ'ଣ ଏକ ଅତିରିକ୍ତ ଚରିତ୍ର ଯେ ସୁନ୍ଦର, ଶକ୍ତିଶାଳୀ, ଚତୁର କିମ୍ବା ଧନୀ ମୁଖ୍ୟ ଚରିତ୍ରର ଭୂମିକାର ଜାଗା ନେଇପାରିବ? ଲେଖା ଅନୁସାରେ କେବଳ କିଏ ଏହା କରିପାରିବ? କାରଣ ଏହା କହୁଅଛି କି କେବଳ ପରମେଶ୍ୱର ହିଁ ଏହା କରିବେ। ତେବେ ଆଉ କେହି ଏହା କରିପାରିବ ନାହିଁ। କେବଳ ପରମେଶ୍ୱର ହିଁ ପୃଥିବୀକୁ ଆସିପାରିବେ ଓ ନଷ୍ଟ ହୋଇଥିବା ସମସ୍ତ ଆଜ୍ଞା ଓ ବ୍ୟବସ୍ଥାକୁ ପୁନଃସ୍ଥାପିତ କରିପାରିବେ। ଆଉ କ'ଣ ଏହା କୁହାଯାଇ ନାହିଁ କି ସେ ସିଓନରୁ ନୂତନ ନିୟମର ବ୍ୟବସ୍ଥା ଘୋଷଣା କରିବେ? ଭାବବାଦୀମାନେ ଓ ବାଇବଲର ଭବିଷ୍ୟବାଣୀ ଅନୁସାରେ ଯେତେବେଳେ ପରମେଶ୍ୱର ମାନବ ଜାତିଙ୍କୁ ରକ୍ଷା କରିବା ପାଇଁ ପୃଥିବୀରେ ଦ୍ୱିତୀୟ ଥର ନୂତନ ନିୟମର ସତ୍ୟ ଘୋଷଣା କରୁଥାଇ ଆସିବେ, ତେବେ ସେ ଶେଷରେ ଆମମାନଙ୍କୁ କାହା ନିକଟକୁ ଆସିବା ନିମନ୍ତେ କହିଲେ? ସେ କହିଲେ, ମୋ ନିକଟକୁ ଆସ। ତେବେ ଯେତେବେଳେ ଆମ୍ଭେ ତାଙ୍କ ନିକଟକୁ ଆସୁଅଛୁ, ତେବେ ଆମ୍ଭେ କାହାକୁ ଭେଟିପାରିବା? ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22କୁ ଯିବା। ଆତ୍ମା ଓ କନ୍ୟା କହନ୍ତି ଆସ, ପୁଣି ଯେ ଶୁଣେ ସେ କହୁ ଆସ। ଯେ ତୁଷାର୍ଥ ସେ ଆସୁ, ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ କ'ଣ ନେଉ? ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। ଏଠାରେ ଆତ୍ମା ତ୍ରିଏକ ଅନୁସାରେ ପିତା ପରମେଶ୍ୱର ଅଟନ୍ତି। କନ୍ୟା ଯେ ପିତାଙ୍କ ପତ୍ନୀ ଅଟନ୍ତି, ମାତା ହେବା ଉଚିତ। ପିତା ପରମେଶ୍ୱର ଓ ମାତା ପରମେଶ୍ୱର କହୁଛନ୍ତି ଆସ। କେବଳ ସେମାନେ ହିଁ ଯେଉଁମାନେ ପିତା ଓ ମାତାଙ୍କ ନିକଟକୁ ଆସନ୍ତି ଜୀବନ ଅର୍ଥାତ୍ ଅନନ୍ତ ଜୀବନ ପ୍ରାପ୍ତ କରିପାରିବେ। କ'ଣ ଏହା ସେହି ଶିକ୍ଷା ନୁହେଁ ଯାହା ପିତା ଆମ୍ଭମାନଙ୍କୁ ଦେଲେ ଯେତେବେଳେ ସେ ପୃଥିବୀକୁ ଆସିଥିଲେ? ଏଥିପାଇଁ ପିତାଙ୍କ ହସ୍ତଲିଖିତ ମଧ୍ୟରୁ ଏଲିସାୟ କାହାର ଅନୁସରଣ କଲେ? ଏଲିସାୟ ଏଲିୟଙ୍କ ଅନୁସରଣ କଲେ। ଜିହୋଶୁୟ ମୋଶାଙ୍କ ଅନୁସରଣ କଲେ। ପିତର ଯୀଶୁଙ୍କ ଅନୁସରଣ କଲେ। ଆଉ ମୁଁ ମାତାଙ୍କର ଅନୁସରଣ କରେ। ପିତା ସିଓନର ସମସ୍ତ ସନ୍ତାନକୁ ଏହି ଶିକ୍ଷା ଦେଲେ, ଯାହାର ଅର୍ଥ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖେଇ ଦେଇଅଛି। ଏଥିପାଇଁ ମାତାଙ୍କ ପାଳନ କର ଓ ଅନନ୍ତ ସ୍ୱର୍ଗ ରାଜ୍ୟକୁ ଆସ। ଏହି ବର୍ଷ ଆସନ୍ତୁ ଆମ୍ଭେ ସମସ୍ତ ଲୋକଙ୍କୁ ଜୀବନର ସୁନ୍ଦର ସତ୍ୟର ସାକ୍ଷ୍ୟ ଦେଇ ପିତା ଓ ମାତାଙ୍କ ଇଚ୍ଛାକୁ ବଜାୟ ରଖିବା। ସିଓନର ସମସ୍ତ ସଦସ୍ୟଙ୍କୁ ଆସନ୍ତୁ ଆମ୍ଭେ ଉଦ୍ଧାରର ଅନୁଗ୍ରହରେ ଭାଗ ନେବା ନିମନ୍ତେ ଲୋକଙ୍କର ନେତୃତ୍ୱ କରିବା। ମୁଁ ଆଜିର ଉପଦେଶକୁ ସମାପ୍ତ କରିବି। ଆପଣଙ୍କୁ ଅନେକ ଧନ୍ୟବାଦ।